Hello and a very warm welcome to all the newcomers who have chosen science as their subject. This is your biology teachers and I'll be teaching botany, the plant of science. Yes, botany is called as the branch of science that deals with the study of plants বা উদ্ভিদମାନଙ୍କ বিষয়ে পড়িবা. So as we all know, our universe is made up of stars, galaxies, asteroids and planets. ମାନେ ଆମେ ଜାଣିଛନ୍ତି ଯେ ଆମର ଏଇ ବ୍ରହ୍ମାଣ୍ଡଟି କିଛି ତାରା ଛାୟାପଥ ଆଷ୍ଟେରଏଡ଼ ଏବଂ ବିଭିନ୍ନ ଗ୍ରହକୁ ନେଇ ଗଠିତ। ଆଉ ଏଇ ଏବଂ ଏଇ ବ୍ରହ୍ମାଣ୍ଡରେ ଗୋଟେ ଛୋଟିଆ କଣରେ ଗୋଟେ ସୁନ୍ଦର ଅତି ଅମୂଲ୍ୟ ଦୁନିଆଟି ରହିଛି। ଆଉ ସେଇ ଦୁନିଆକୁ କୁହାହେଉଛି କ'ଣ? ପୃଥିବୀ ବା ପ୍ଲାନେଟ୍ ଆର୍ଥ, ରାଇଟ୍? ସୋ ପ୍ରଶ୍ନ ଉଠୁଛି ଯେ ଏଇ ଆର୍ଥରେ ବା ଏଇ ଦୁନିଆରେ କ'ଣ ଏମିତି ଜିନିଷ ଅଛି ଯେଉଁଟାକି ଆମକୁ ଏତେ ବିମୋହିତ କରେ? ଆଉ ମାନେ ମିନ୍ସ ହ୍ୱାଟ୍ ଇଜ୍ ଫ୍ୟାସିନେଟିଂ ଆବାଉଟ୍ ଦ ୱାର୍ଲଡ ୱି ବିଲଙ୍ଗ ଟୁ। ଆଉ ୟାର ଆନ୍ସର୍ ହେଉଛି କ'ଣ ନା ଏଇ ଯେଉଁ କ'ଣ ସେଇ ଏଇ ଦୁନିଆରେ କ'ଣ ଏମିତି ଅଛି ଯେଉଁଟା ମନ୍ତ୍ରମୁଗ୍ଧ ବା ମୁଗ୍ଧ କରିଦେଉଛି, ସେଇ ତା'ର ଉତ୍ତର ହେଉଛି ଦ ଆନ୍ସର୍ ଇଜ୍ ଲାଇଫ୍, ଜୀବନ। ତ ଏଇ ତୁମର ଏଇ ଦୁନିଆରେ ବା ତୁମର ଅର୍ଥରେ ବା ପୃଥିବୀରେ ଯେଉଁ ଜିନିଷଟା ବହୁତ ପ୍ରିସିୟସ୍ ଆଣ୍ଡ ବ୍ୟୁଟିଫୁଲ୍, ସେଇଟା ହେଉଛି ତୁମର କ'ଣ? ଲାଇଫ୍ ବା ତୁମର ଜୀବନ। ସୋ ଜୀବନଟା କ'ଣ ତୁମର ଏଇ ପ୍ଲାନେଟ୍ ଅର୍ଥରେ ହିଁ ଅଛି, ରାଇଟ୍? ଏଇ ଲାଇଫ୍ ଇଜ୍ ଫାଉଣ୍ଡ ଇନ୍ ପ୍ଲାନେଟ୍ ଅର୍ଥ ଆଣ୍ଡ ଦ ଷ୍ଟଡି ଅଫ୍ ଲାଇଫ୍ ଇଜ୍ କଲ୍ଡ ଇଜ୍ ବାୟୋଲୋଜି, ରାଇଟ୍? ଯେତେବେଳେ ଆମେ କହୁଛୁ ହ୍ୱାଟ୍ ଇଜ୍ ବାୟୋଲୋଜି, ନା ଦ ଷ୍ଟଡି ଅଫ୍ ଲାଇଫ୍ ଇଜ୍ କଲ୍ଡ ଆଜ୍ ବାୟୋଲୋଜି। ତ ଏଣ୍ଟାୟାର ୟୁନିଭର୍ସରେ ଆମର ଗୋଟେ କଣରେ କ'ଣ ଅଛି? ପୃଥିବୀଟା ଅଛି, ଆଉ ପୃଥିବୀରେ କ'ଣ ଅଛି? ଲାଇଫ୍ ଅଛି। ଆଉ ଦ ଷ୍ଟଡି ଅଫ୍ ଦିସ୍ ଲାଇଫ୍ ଇଜ୍ କଲ୍ଡ ଏଜ୍ ବାୟୋଲୋଜି। ଦ ଟର୍ମ ବାୟୋଲୋଜି ଅରିଜିନେଟ୍ସ ଫ୍ରମ୍ ଟୁ ଗ୍ରୀକ୍ ୱାର୍ଡ଼ସ୍, ରାଇଟ୍? ମାନେ ଏଇ ଯେଉଁ ବାୟୋଲୋଜିଟା ଅଛି ଏହାର କ'ଣ ହେଉଛି? ଗ୍ରୀକ୍ ୱାର୍ଡ଼ସରୁ ଆସିଛି। ଦୁଇଟା ଗ୍ରୀକ୍ ୱାର୍ଡ଼ସରୁ ତୁମର ଏଇ ବାୟୋଲୋଜି ଟର୍ମଟା ଆସିଛି। ଗ୍ରୀକ୍ ୱାର୍ଡ଼ସକୁ ବର୍ତ୍ତମାନ କ'ଣ, ଗ୍ରୀକ୍ ଲାଙ୍ଗୁଏଜ୍ ବର୍ତ୍ତମାନ କ'ଣ କୁହାହେଉଛି ନା ଦିଜ୍ ଆର୍ ଡେଡ୍ ଲାଙ୍ଗୁଏଜ୍, ମାନେ ଡେଡ୍ ମାନେ ମୃତ ଭାଷା, ମାନେ ଏମାନଙ୍କୁ ଆଉ ୟୁଜ୍ରେ ଆସୁନି। ସେଟା ଦିଜ୍ ଆର୍ କଲ୍ଡ ଏଜ୍ ଗ୍ରୀକ୍ ୱାର୍ଡ଼ସ୍, ଡେଡ୍ ଲାଙ୍ଗୁଏଜ୍ ବୋଲି କୁହାଯାଏ। ତ ମ୍ୟାକ୍ସିମମ୍ ତୁମର ବାୟୋଲୋଜିରେ ଯାହା ବି ଟର୍ମ ଅଛି ସବୁ ତୁମର ମ୍ୟାକ୍ସିମମ୍ ଗ୍ରୀକ୍ ୱାର୍ଡ଼ ବା ଗ୍ରୀକ୍ରୁ ଆସିଛି ତୁମର, ରାଇଟ୍? ସୋ ଯେତେବେଳେ ଆମେ ଏଇ ବାୟୋଲୋଜି ଟର୍ମସଟାକୁ ଭାଙ୍ଗିଦେବା, when we split the word biology we have two words, one is bios, another one is logos. So bios ମାନେ କ'ଣ? which means life, biosର ମାନେ ହେଉଛି ଲାଇଫ୍ ବା ଜୀବନ, ଆଣ୍ଡ logosର ଅର୍ଥ ହେଉଛି which means study ବା ଅଧ୍ୟୟନ। ତ ଜୀବନ ବିଷୟରେ ଅଧ୍ୟୟନ କରିବାଟା ହେଉଛି ତୁମର ବାୟୋଲୋଜି। ସୋ ଷ୍ଟଡି ଅଫ୍ ଲାଇଫ୍ସ। ସୋ ବଟ୍ when I say life, it does not only mean to human, right? ଯେତେବେଳେ ମୁଁ କେବଳ କହିବି ଲାଇଫ୍କୁ କହିଲେ କ'ଣ ହେବ? କେବଳ ମନୁଷ୍ୟକୁ ବୁଝେଇବନି, ଆମକୁ ଅଲଗା ଜିନିଷକୁ ଅଲଗା ସବୁ ଅଲଗାମାନଙ୍କୁ ବି କନସିଡର୍ କରିବାକୁ ପଡ଼ିବ। କ'ଣ କ'ଣ ସେ ଭିତରେ ହେଲେ ତୁମର ପ୍ଲାଣ୍ଟସ୍, ଉଦ୍ଭିଦ, ଅଦର ଆନିମଲ୍ସ, ମାଇକ୍ରୋ ଅର୍ଗାନିଜିମ୍ସ ବା ତୁମର ଅଣୁଜୀବମାନଙ୍କୁ ମଧ୍ୟ ଆମେ ଇନକ୍ଲୁଡ଼ କରିବା। ସୋ when we study biology we get answer to the most important questions. ଯେତେବେଳେ ଆମେ ବାୟୋଲୋଜି ପଢ଼ୁ ସେତେବେଳେ ଆମକୁ ଗୋଟେ ଆନ୍ସର୍ ମିଳେ ଗୋଟେ କୋଶ୍ଚିନ୍ର। ସେ କୋଶ୍ଚିନ୍ଟା କ'ଣ ନା ହ୍ୱାଟ୍ ଏକ୍ଜାକ୍ଟଲି କନଷ୍ଟିଟ୍ୟୁଟ୍ସ ଅ ଲିଭିଂ ଅର୍ଗାନିଜିମ୍, ମାନେ ହ୍ୱାଟ୍ ଏକ୍ଜାକ୍ଟଲି କନଷ୍ଟିଟ୍ୟୁଟ୍ସ ଅ ଲିଭିଂ ଅର୍ଗାନିଜିମ୍। ତା ଅର୍ଥ ହେଉଛି କ'ଣ ନା ଲିଭିଂ ଅର୍ଗାନିଜିମ୍ ଆକ୍ଚୁଆଲି କ'ଣ? ଲିଭିଂ ଅର୍ଗାନିଜିମ୍ କ'ଣ ଏମିତି ଜିନିଷ ଅଛି ଯେଟା ତାକୁ ଲିଭିଂ କରୁଛି, right? So the answer to this is let's start. ଏଠି ତୁମେ ଦେଖ ଏଇଟା ଗୋଟେ କ'ଣ? ଦିସ୍ ଇଜ୍ ଦ ବ୍ୟାଗ୍ ଇନ୍ ଦିସ୍ ପିକ୍ଚର୍। ଗୋଟେ ପିକ୍ଚର୍ ଗୋଟେ ବ୍ୟାଗ୍ ଅଛି ଯେଉଁଟାକି ଇଟ୍ ୱିଲ୍ ନଟ୍ ଇଟ୍, ଇଟ୍ ୱିଲ୍ ନଟ୍ ଗ୍ରୋ, ବଢ଼େନି, ଇଟ୍ ୱିଲ୍ ନଟ୍ ବ୍ରିଦ୍, ସେ ନିଶ୍ୱାସ ପ୍ରଶ୍ୱାସ ନେଉନି, ଇଟ୍ ୱିଲ୍ ନଟ୍ ପ୍ରଡ୍ୟୁସ୍, ମାନେ ଗୋଟେରୁ ଦୁଇଟା ବ୍ୟାଗ୍ ହେଉନି, ଇଟ୍ ୱିଲ୍ ନଟ୍ ମୁଭ୍ କରିବନି, ଇଟ୍ ହ୍ୟାଜ୍ ନୋ ଇମୋସନ୍ସ, ୟାର କିଛି ଇମୋସନ୍ସ ବା ଆବେଗ ହିଁ ନାହିଁ, ଆଣ୍ଡ ସୋ ଇଟ୍ ଇଜ୍ କଲ୍ଡ ନନ୍ ଲିଭିଂ। ବୁଝୁଛି? ଦିଜ୍ ଆର୍ ଦ କ୍ୟାରେକ୍ଟରିଷ୍ଟିକ୍ସ why it is called as non living। କାରଣ ଏ ନା ଖାଉଛି, ନା ବଢ଼ୁଛି, ନା ନିଶ୍ୱାସ ପ୍ରଶ୍ୱାସ ନେଉଛି, ନା ତାର ରିପ୍ରଡ୍ୟୁସ୍ କରୁଛି, ନା ମୁଭ୍ କରୁଛି, ନା ଇଟ୍ ହ୍ୟାଜ୍ ନୋ ଇମୋସନ୍ସ, କିଛି ଆବେଗ ହିଁ ନାହିଁ ତାର, ରାଇଟ୍? ସୋ and obviously in contrast to the bag, ମାନେ ବ୍ୟାଗ୍ର ଓଲଟା କ'ଣ? ମନୁଷ୍ୟ। ବ୍ୟାଗ୍ର ଓଲଟା ପରେ ମନୁଷ୍ୟ। ତ ତେଣୁ ମନୁଷ୍ୟ ଏସବୁ ଜିନିଷ କରୁଛି, ସେ ଖାଉଛି, ବଢ଼ୁଛି, ନିଶ୍ୱାସ ପ୍ରଶ୍ୱାସ ନେଉଛି, ସେ ରିପ୍ରଡ୍ୟୁସ୍ କରୁଛି, ତା ଭଳି ଆଉ ଗୋଟେ ମନୁଷ୍ୟ ତିଆରି କରିପାରୁଛି, ସେ ଚଲାବୁଲା କରିପାରୁଛି, ତାପରେ ଆବେଗ ଅଛି, ଇମୋସନ୍ସ ଅଛି। ତ ଆମେ କ'ଣ କହିପାରିବା? ହ୍ୟୁମାନ୍କୁ କହିପାରିବା ଯେ ହ୍ୟୁମାନ୍ ଇଜ୍ ଅ ଲିଭିଂ ଥିଙ୍ଗସ୍
बा जीवन तार अच्छी लिविंग थिंग्स तार जीवन अच्छी सो ए लिविंग ऑर्गेनिज्म ड्यूरिंग इट्स एंटायर लाइफ स्पैन एक्जिबिट सेवेराल कैरेक्टरिस्टिक्स बुझुची माने गोटे लिविंग ऑर्गेनिज्म तार पूरा जीवन काल भितर कौन बहुत सारा जिनस बहुत सारा कैरेक्टर बहुत सारा धर्म बा गुण ता पाखे नहीं कि थाए कौन से गुड़ाक ना गोटे हूँ तुम कंपोजिशन कौ थिरे मेटाबॉलिज्म आम आलोचना करवा तापर ग्रोथ तापर रिप्रोडक्शन तापर तुम इवोल्यूशन लेट्स फर्स्ट अंडरस्टैंड द कंपोजिशन हैव यू ऑल वंडर्ड व्हाट द ह्यूमन बॉडी इज मेड ऑफ तुम के चिंता कर मनुष्य शरीरटी कौन तैयारी पाखापाखि माने गोटे मनुष्यर शरीर पाखापाखि 37 ट्रिलियन सेल्स को लेकिन तैयारी बुझिपार जापार ना 37 ट्रिलियन माने कौन 37 ट्रिलियन 1 मिलियन इज इक्वल टू 10 to the power 6 1 बिलियन इज इक्वल टू 10 to the power 9 एंड 1 ट्रिलियन इज इक्वल टू 10 to the power 12 तो 37 रे तमे 12टा शून्य लगेदेव बुझे 37 ट्रिलियन सेल्स को लेकिन मनुष्यर शरीर तैयारी होती सो दे कैन बी कॉल्ड एज द बिल्डिंग ब्लॉक ऑफ आवर बॉडी माने सेल्स को कौन कहुच्छी बिल्डिंग ब्लॉक माने जानते ना इटा ना कांथ को कौन कांथटा कौन तैयारी इटा मान नहीं तैयारी तो से भाया मनुष्यर शरीर कौन तैयारी सेल्स मान नहीं तैयारी तो सेल्स आर कॉल्ड एज द बिल्डिंग ब्लॉक ऑफ आवर बॉडी तुम जानिछ जदि आम यही सेल्स मानू गोटे पर गोटे लाइन रे सजेवा एंड टू एंड तारे माने ये पृथ्वी को माने पाखापाखि 2 थर रु अधिक माने थर राउंड अप करदेव बुझे मैं थे 2.5 थर खंडे से राउंड अप कर क्षमता अच्छी मैंने जब आम सेल्स मान सजेकी रखा टू सम इट ऑफ द सेल्स आर कॉल्ड एज द बेसिक फंडामेंटल यूनिट्स ऑफ लाइफ सेल्स मान को आम कौन कहीपर दिज आर द बेसिक फंडामेंटल यूनिट्स ऑफ लाइफ बुझे माने जीवनर मौलिक एकक बोली आम कह फंडामेंटल यूनिट्स ऑफ लाइफ जीवनर मौलिक एकक कहीं ना एवरी लिविंग ऑर्गेनिज्म इन दिस प्लैनेट इज कंपोज्ड ऑफ 1 or more सेल्स माने आम पृथ्वी रे जिते भी जीव अच्छा से सब से जीव गुड़ाक आइदर गोटे सेल को लेकिन तैयारी किंबा अनेक गुड़े कोष को लेकिन तैयारी तेणु आम कहीपर सेल्स इज द बेसिक यूनिट ऑफ लाइफ आम से विषय आलोचना करवा राइट सेकेंड वन को जीवा सेकेंड वन इज योर मेटाबॉलिज्म तुम पढ़ी मेटाबॉलिज्म बा पचय कहती सो डू यू नो व्हाट विल हैपन इफ यू डोंट ईट फूड फॉर फ्यू डेज यू विल बिकम सो वीक एंड डल बुझुची तो कहर अर्थ है जब आम किसी दिन खाइबानी किसी दिन ताले आम कौन हो वीक हो दुर्बल हो बहुत थकी जा राइट तेणु जिते सब जीव अच्छा से बचापी खाद्य दरकार बुझेगा दे नीड एनर्जी टू सर्वाइव एंड दिस कम्स फ्रॉम द फूड दे टेक माने आम खाइले ही बंचा और खाइबार ही तुम एनर्जी मिले तो दिस इज द रिजल्ट ऑफ द प्रोसेस ऑफ मेटाबॉलिज्म आम कौन कहते यही प्रक्रियाटा हूँ कौन कहुए मेटाबॉलिज्म कहता एनर्जीटा कौटू आसे ना फूड रु आसे तो ये जो प्रोसेसटा दैट इज कन्वर्सन ऑफ फूड इनटू एनर्जी माने फूडटा जो एनर्जी परिणत हुए से प्रोसेसटा ही हूँ तुम कौन मेटाबॉलिज्म बा चयापचय we'll discuss about this we also know that plant need energy for their survival but their process of taking energy is different यार अर्थ होची कौन ना प्लांट्स मान को मध्य कौन एनर्जी दरकार काम करने एनर्जी दरकार ना कार्य करने एनर्जी दरकार शक्ति दरकार तो से माने बंचापी मध्य कौन तांकर एनर्जी दरकार आ किंतु आमे जेमिति खाद्य खाई एनर्जी पाओ से एनर्जी पाइबार प्रक्रिया टिके अलग माने एनिमल्स मानक से केमती करती आम जानी जे प्लांट्स गुड़ाक कौन करती उद्भिद गुड़ा कौन करती ना सूर्य रश्मि को सॉरी आलोक रश्मि को से कौन करती शक्तिर उत्स रूपे ग्रहण करके निजर खाद्य से निजे प्रस्तुत करती उद्भिद जेहेतु निजर खाद्य निजे प्रस्तुत करे आलोक शक्ति साहाय्य तेणु से प्रक्रिया कौन कहुए आलोक श्लेषण बा फोटो सिंथेसिस आलोक श्लेषण बा फोटो सिंथेसिस ठीक अच्छे थर्ड वन को जीवा थर्ड वन टा हूँ कौन ग्रोथ बा तुम वृद्धि ओके जिते बड़े भी माने
ମୁଁ ମୋର ଚାଇଲ୍ଡହୁड ଫଟୋ ଦେଖିଥାଏ, ଛୋଟବେଳ ଫଟୋ ଦେଖିଥାଏ, ମୋତେ ଲାଗେ କି ଆରେ ମୁଁ ତ ବହୁତ କ୍ୟୁଟ୍ ଥିଲି, ବର୍ତ୍ତମାନ କିନ୍ତୁ ସେଇଭଳିଆ ଅକ୍ୟୁଟ୍ ତ ହେଇକି ନାହିଁ, ସେ ବେବି ଭଳିଆ ଅକ୍ୟୁଟ୍ ତ ନାହିଁ, ତ କ'ଣ ସବୁ ଏମିତି ଏତେ ମାନେ ଏଇ ବର୍ଷ ଭିତରେ ଏତେ ସବୁ ଚେଞ୍ଜ ହେଇଗଲା କ'ଣ ମୋ ଭିତରେ ହେଲା। ତ ଏଇ ଯେଉଁ ଚେଞ୍ଜର ଉତ୍ତରଟା କାହା ପାଖରେ ଅଛି ନା ବାୟୋଲୋଜି ପାଖରେ ତୁମର ଏଇ ଉତ୍ତରଟି ଅଛି ହେଲା। ଆଉ ସବୁ ଜୀବମାନଙ୍କର କ'ଣ ବାୟୋଲୋଜି କ'ଣ କହୁଛି ନା ପ୍ରତ୍ୟେକ ଜୀବ ସବୁ ଜୀବ କ'ଣ କରନ୍ତି, ତାଙ୍କର ଗୋଟେ ଟେଣ୍ଡେନ୍ସି ଅଛି ଯେ ସେମାନେ କ'ଣ କରିବେ ନା ତାଙ୍କର ଆକାରରେ ସେମାନଙ୍କର ବୃଦ୍ଧି ଘଟିବ, ମାନେ ସବୁ ମାନେ ବଡ଼ିର ସବୁ ଅଂଶରେ ତାଙ୍କର ଆକାରରେ ବୃଦ୍ଧି ଘଟିବ। ଆଉ ଏଇଟାକୁ ହିଁ କ'ଣ କୁହାଯାଏ ତୁମର growth ବୋଲି କୁହାଯାଏ ବା ବୃଦ୍ଧି ବୋଲି କୁହାଯାଏ। there is a tendency to increase in size in all the parts, right, and this is called as the growth। ବୁଝିଲା, ତାଙ୍କର ଆକାରରେ ବୃଦ୍ଧିକୁ କ'ଣ କୁହାଯାଏ, ଆକାରଟା ବଢ଼ିବ, ସେଇ ଆକାର ବଢ଼ିବାଟା ହିଁ ହେଉଛି କ'ଣ ତାଙ୍କର ସେଇଟା ହେଉଛି ବୃଦ୍ଧି, ରାଇଟ୍, ଗ୍ରୋଥ୍। ଫୋର୍ଥ ୱାନ୍ଟା କ'ଣ, ଦ ଫୋର୍ଥ ୱାନ୍ ଇଜ୍ ରିପ୍ରଡକ୍ସନ୍ ବା ପ୍ରଜନନ। ଏ ବିଷୟରେ ତୁମେ ସମସ୍ତେ ଜାଣିଛ। ଆଉ ଗୋଟେ ଯେଉଁ ଜିନିଷଟା ହେଉଛି ଯେଉଁଟାକି ମାନେ ଗୋଟେ ଜିନିଷକୁ ଲିଭିଂ କରେ ସେଇଟା ହେଉଛି ତୁମ କ'ଣ ରିପ୍ରଡକ୍ସନ୍। ତୁମେ କେବେ ଚିନ୍ତା କରିଛ ତୁମେ ଏ ପୃଥିବୀକୁ କେମିତି ଆସିଲ, ମୁଁ କେମିତି ଆସିଲି, ତୁମମାନେ କେମିତି ଆସିଲ, ଆମ ବାପା ମା କେମିତି ଆସିଲେ, ଏଇ ସବୁ ଜୀବ ଗୁଡ଼ା କେମିତି ଆସିଲେ ହେଲା। ମାନେ ଗୋଟେ ଜୀବର ଗୋଟେ କ୍ଷମତା, ଏଇଟା ଗୋଟେ ଜୀବର ଗୋଟେ କ୍ଷମତା ଯାହାକି ମାନେ କ'ଣ କରେ ନା କୋଷ ବିଭାଜନ ଦ୍ୱାରା ଗୋଟିଏ ସେଲ୍ଟା ଦୁଇଟା ସେଲ୍ରେ ପରିଣତ ହୁଏ କିମ୍ବା ଗୋଟେ ଗୋଟେ ପୂର୍ଣ୍ଣ ଜୀବରେ ପରିଣତ କରିଥାଏ। ସେଇ ପ୍ରକ୍ରିୟାଟାକୁ କ'ଣ କୁହାଯାଏ ତୁମର ରିପ୍ରଡକ୍ସନ୍ ବା ପ୍ରଜନନ। ବୁଝି ହେଉଛି, ପ୍ଲାଣ୍ଟସ୍ ମାନେ ମଧ୍ୟ ସେମିତି କ'ଣ କରନ୍ତି, ତାଙ୍କର ଏଇ ପ୍ରଜନନ ପ୍ରକ୍ରିୟା ତାଙ୍କର ଅଛି। ବୁଝି ହେଉଛି। ନେକ୍ସଟ ହେଲା ତୁମର ଇଭଲ୍ୟୁସନ୍ ବା ଆଡାପ୍ଟେସନ୍, ବିବର୍ତ୍ତନ ବା ଆଡାପ୍ଟେସନ୍। ଆମେ ସମସ୍ତେ ଜାଣିଛନ୍ତି ମ୍ୟାନ୍ ବା ମଣିଷ ଏଫ୍ ବା ମାଙ୍କଡ଼ମାନଙ୍କଠାରୁ ଇଭଲ୍ଭ ହେଇଛନ୍ତି, ଆମେ ସମସ୍ତେ ସେମାନଙ୍କଠାରୁ ହିଁ ଆସିଛନ୍ତି, ରାଇଟ୍। ୟା ବିଷୟରେ ଆମେ ଆଡାପ୍ଟେସନ୍ ବିଷୟରେ ଆମେ ପର କ୍ଲାସ୍ ଗୁଡ଼ାକରେ ଆଲୋଚନା କରିବା ଏବଂ ଜୁଲୋଜିରେ ମଧ୍ୟ ଆଲୋଚନା କରାଯିବ। ସାଇଣ୍ଟିଷ୍ଟ ଆଣ୍ଡ ରିସର୍ଚର୍ସ ବହୁ ବର୍ଷ ହେଲାଣି ବାୟୋଲୋଜିର ସ୍କୋପ୍ ବିଷୟରେ ଅଧ୍ୟୟନ କରିଛନ୍ତି ଏବଂ କିଛି କନକ୍ଲୁଜନରେ ସେମାନେ ପହଞ୍ଚିଛନ୍ତି। ବାୟୋଲୋଜିରେ କିଛି ୟୁନିଫାଇଂ ବା ନିର୍ଦ୍ଦିଷ୍ଟ ପ୍ରିନ୍ସିପଲ୍ ବା ନିୟମକୁ ସେମାନେ ଲେଖିଦେଇଛନ୍ତି ବା କହିଛନ୍ତି। କ'ଣ କ'ଣ ସେଗୁଡ଼ାକ ନା ସେଲ୍ ଇଜ୍ ଦ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍, କୋଷକୁ ଜୀବନର ମୌଳିକ ଏକକ ବୋଲି କୁହାଯାଏ। ନେକ୍ସଟ ହେଉଛି ତୁମର ଅର୍ଗାନିଜିମ୍ ସର୍ଭାଇଭ୍ ବାଏ କନଜ୍ୟୁମିଂ ଆଣ୍ଡ ଟ୍ରାନ୍ସଫର୍ମିଂ ଏନର୍ଜି, ମାନେ ଜୀବ ସର୍ଭାଇଭ୍ କେମିତି କରେ, କେମିତି ବଞ୍ଚେ, ବାଇ କନଜ୍ୟୁମିଂ ଖାଦ୍ୟ ଖାଇକି ବଞ୍ଚିଥାଏ, ଆଣ୍ଡ ଟ୍ରାନ୍ସଫର୍ମିଂ ଏନର୍ଜି ଏବଂ କ'ଣ କରେ ନା ସେ ଯାହା ବି କରେ ଆଉ ଏନର୍ଜିକୁ ସେ କ'ଣ କରେ ରୂପାନ୍ତରିତ କରେ। ଗଛ ତୁମର କ'ଣ କରେ ସୌରଶକ୍ତିକୁ ଟ୍ରାନ୍ସଫର୍ କରେ କେମିକାଲ ଏନର୍ଜିକୁ ବା ରାସାୟନିକ ଶକ୍ତିରେ, ଆଉ ସେଇ ରାସାୟନିକ ଶକ୍ତି ପୁଣି ଅନ୍ୟ ଯେଉଁମାନେ ଖାଆନ୍ତି ତ କ'ଣ ହୁଏ ନା ବଞ୍ଚିଥାନ୍ତି ଆମେ କେମିତି ନା ଏନର୍ଜିକୁ ଟ୍ରାନ୍ସଫର୍ମ କରିକି ବା ପରିବର୍ତ୍ତନ କରିକି ରୂପାନ୍ତରିତ କରିକି। ନେକ୍ସଟ ହେଲା ତୁମର ଅର୍ଗାନିଜିମ୍ ସୋ ଏ ପଜିଟିଭ୍ ଚେଞ୍ଜ ଇନ୍ ସାଇଜ୍ ଓଭର ଏ ପିରିୟଡ଼ ଅଫ୍ ଟାଇମ୍, ସେମାନେ କ'ଣ କରନ୍ତି ନା ତାଙ୍କର ବୃଦ୍ଧି ହୁଏ, ଗ୍ରୋଥ୍ ହୁଏ ସେମାନେ, ଆଉ ମାନେ ଗୋଟେ ପର୍ଟିକୁଲାର ଟାଇମ୍ ପିରିୟଡ଼ରେ କ'ଣ ହୁଏ ସେମାନେ ତାଙ୍କର ପଜିଟିଭ୍ ଚେଞ୍ଜ ହୁଏ, ଇନକ୍ରିଜ୍ ଇନ୍ ସାଇଜ୍, ରାଇଟ୍। ନେକ୍ସଟ ହେଲା ତୁମର ଜିନ୍ସ ହ୍ୱିଚ୍ କନସିଷ୍ଟ ଅଫ୍ DNA ଇଜ୍ ଦ ବେସିକ୍ ୟୁନିଟ୍ ଅଫ୍ ହେରିଡ଼ିଟି, ମାନେ ତୁମର ଯେଉଁ DNAରେ କ'ଣ ଅଛି ତୁମର ଜିନ୍ ଅଛି ହେଲା, ସେଇ ଜିନ୍ ଗୁଡ଼ାକ କ'ଣ କରନ୍ତି ନା ଦେ ଆର୍ ଦ ବେସିକ୍ ୟୁନିଟ୍ ଅଫ୍ ହେରିଡ଼ିଟି, ହେରିଡ଼ିଟିରେ ସେମାନେ ହେଉଛନ୍ତି ଏକକ। ନେକ୍ସଟ ହେଲା ତୁମର ଇଭଲ୍ୟୁସନ୍ କ'ଣ କହୁଛି ନା ଇଭଲ୍ୟୁସନ୍ କହୁଛି ଯେ ଡାଇଭର୍ସିଟି ସିନ୍ ଏମଙ୍ଗ ଲିଭିଂ ଅର୍ଗାନିଜିମ୍, ମାନେ ଆମେ ବିଭିନ୍ନ ପ୍ରକାର ଜୀବ ଜୈବ ବିବିଧତା ଆମର ଦେଖାହେଉଛି, ବହୁତ ସାରା ଜୀବ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, କାହିଁକି ଦେଖାଯାଉଛି ନା ବିକଜ ଅଫ୍ ଦ ଇଭଲ୍ୟୁସନ୍। ନାଉ ୱିଲ୍ ସି what is botany. Botany is the branch of biology that deals with the scientific study of plants and the various aspects of plant processes। ବୁଝୁଛି, ମାନେ ପ୍ଲାଣ୍ଟସ୍ ମାନଙ୍କର ସାଇଣ୍ଟିଫିକ୍ ଷ୍ଟଡ଼ିକୁ ଆମେ କ'ଣ କହନ୍ତି ଏବଂ ସେମାନଙ୍କର ବିଭିନ୍ନ ପ୍ରକ୍ରିୟାକୁ ଅଧ୍ୟୟନକୁ କ'ଣ କୁହାଯାଏ ବଟନୀ ବୋଲି, ବିଜ୍ଞାନର ଗୋଟେ ବ୍ରାଞ୍ଚ ହେଲା, ତାକୁ କ'ଣ କୁହାଯାଏ ବଟନୀ ବୋଲି କୁହାଯାଏ। ତ କ'ଣ କ'ଣ ସବୁ ହ୍ୱାଟ୍ ଆର୍ ଦ ଭେରିୟସ୍ ଆସ୍ପେକ୍ଟ ଅଫ୍ ପ୍ଲାଣ୍ଟ ପ୍ରୋସେସେସ୍, କ'ଣ କ'ଣ ସେ ପ୍ରକ୍ରିୟା ନା ହ୍ୱାଟ୍ କାଇଣ୍ଡସ୍ ଅଫ୍ ପ୍ଲାଣ୍ଟ ଦେ ଆର୍, ସେମାନେ କେଉଁ ପ୍ରକାର ଗଛ, ଆମ୍ବ ଗଛ, ପଣସ ଗଛ କି ଟମାଟୋ ଗଛ ଏଇଭଳିଆ, ହାଉ ଡୁ ଦେ ଲିଭ୍, ସେମାନେ କେମିତି ବଞ୍ଚନ୍ତି, ଗ୍ରୋ କେମିତି ବଢ଼ନ୍ତି, ଇଣ୍ଟରାକ୍ଟ ଆଣ୍ଡ ଇଭଲ୍ଭ, ସେମାନେ କେମିତି ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି ଏବଂ କେମିତି ସେମାନେ ନିଜକୁ ବଦଳେଇଛନ୍ତି, ଇଭଲ୍ଭ ହେଇଛନ୍ତି, କ'ଣ ସବୁ ଇଭଲ୍ୟୁସନ୍ ତାଙ୍କର ହେଇଛି, ହାଉ ଡିଜିଜ୍ ଡିଷ୍ଟର୍ବ ଦେୟାର ନର୍ମାଲ୍ ଆକ୍ଟିଭିଟିଜ୍, କିପରି ସେମାନଙ୍କର ସାଧାରଣ
କାର୍ଯ୍ୟକଳାପ କେମିତି ରୋଗ କେମିତି ଡିଷ୍ଟର୍ବ କରେ ସେହି ପ୍ରକ୍ରିୟା ଦ ମେଥड्स ଅଫ୍ ପ୍ରିଭେନ୍ସନ୍ ଆଣ୍ଡ କ୍ୟୁର୍ ସେମାନେ କେମିତି କେମିତି ନିଜକୁ ମାନେ ଯତ୍ନ ନିଅନ୍ତି ନିଜର କେମିତି କ୍ୟୁର୍ କରନ୍ତି ଡିଜିଜ୍ ହେଲେ ମଧ୍ୟ ଆଣ୍ଡ ଏମଙ୍ଗ ଅଦର ଥିଙ୍ଗ ହାଉ ପ୍ଲାଣ୍ଟସ୍ ଇନଫ୍ଲୁଏନ୍ସ ଆୱାର एवरीडे लाइफ माने केमिति प्लांट्स गुड़ाक आमर माने प्रतिदिन जीवन को आम केमी प्रभावित करि थांती बॉटनी इज ऑल्सो नोन एज फाइटोलॉजी आम बॉटनी को कौन कहती फाइटोलॉजी भी कहती और प्लांट बायोलॉजी और फाइटो साइंस फाइटर अर्थ ही हूँ कौन ना प्लांट्स को बुझे फाइटो माने द वर्ड बॉटनी कम्स फ्रॉम द ग्रीक वर्ड बोटेन तार जार मीनिंग होची मीनिंग प्लांट द वर्ड बोटेन और हर्ब itself originated from the Greek word boskin तुम आसी जार अर्थ हो व्हिच मीन्स ग्रेजिंग ओके ये आम ये रखा डिस्कसन नेक्स्ट क्लास आम तुम टॉपिक वाइज आरंभ करवा ओके थैंक यू वेरी मच।